ସେମାନେ ହେଉଛନ୍ତି ସୁରେନ୍ଦ୍ର ମାଠିଆ ଯିଏ ହେଉଛନ୍ତି ଇନଫର୍ମାଣ୍ଟଙ୍କର ଶ୍ୱଶୁର ଏବଂ ପ୍ରଶାନ୍ତ କୁମାର ମାଠିଆ ଏବଂ ପ୍ରଶାନ୍ତ କୁମାର ମାଠିଆ ହେଉଛନ୍ତି ତାଙ୍କର ସାନ ଭାଇ ସାବତ ଭାଇ ଯେ ଏବଂ ପ୍ରଭାତୀ ମାଠିଆ ସେ ହେଉଛନ୍ତି ତାଙ୍କର ସାବତ ମା। এই 3 ଜଣଙ୍କୁ ଆଜି ଆରେଷ୍ଟ କରାଯାଇଛି। ସେ ହତ୍ୟା ଅଭିଯୋଗ କରିଛନ୍ତି ଇନଫର୍ମାଣ୍ଟ ଯିଏ ବିଜୟଲକ୍ଷ୍ମୀ ବେହେରା ଯେ ତାଙ୍କୁ ଇଏ କଲେ ବୋଲି ଏବଂ ଯେ ଡିସିଜ୍ ସିଏ ମଧ୍ୟ ତାଙ୍କର ଡିକ୍ଲାରେସନରେ ମଧ୍ୟ ଏମାନଙ୍କର ନାଁ କହୁଛନ୍ତି ଏବଂ ସିଏ ତାଙ୍କୁ ପେଟ୍ରୋଲ ଢାଳିକିରି ମାରିଛନ୍ତି ତାଙ୍କ ଘରେ ବୋଲିକିରି ସେ ଅଭିଯୋଗ କରୁଛନ୍ତି। ଆଉ ପୋଷ୍ଟମର୍ଟମ ଚାଲୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ପୋଷ୍ଟମର୍ଟମ ରିପୋର୍ଟକୁ ବେସ୍ କରିକିରି ଏବଂ ଆମର ଇନଭେଷ୍ଟିଗେସନ ଯାହା ଆସିବ ତାକୁ ବେସ୍ କରିକି ପରବର୍ତ୍ତୀ ସମୟରେ ଷ୍ଟେପ୍ ନିଆଯିବ। କିନ୍ତୁ ବର୍ତ୍ତମାନ ପାଇଁ ତ ପ୍ରାଇମା ଫେସାଇ ଯାହା ଲାଗୁଛି ସେଟା ହେଉଛି ମର୍ଡର ବୋଲିକି ଲାଗୁଛି ବର୍ତ୍ତମାନ ପର୍ଯ୍ୟନ୍ତ। ବଟ୍ ସବସିକ୍ୱେଣ୍ଟଲି ତାପରେ ପିଏମ୍ ରିପୋର୍ଟ ଆସିଲା ପରେ ଆଉ ଯାହା ଡିଟେଲ୍ସ ଜଣାପଡ଼ିବ। ପାତର ଅନ୍ତର କରୁଥିଲେ ସମ୍ପତ୍ତି ବାଡ଼ି ସବୁ ତାଙ୍କର ସାନ ପୁଅ ନାଁରେ ସାବତ ଭାଇ ନାଁରେ ସବୁ କରିଦେଇଥିଲେ ଏବଂ ତାଙ୍କୁ ନେଗ୍ଲେକ୍ଟ କରୁଥିଲେ। ତାଙ୍କୁ ଗୋଟେ ଘର ପାଖରେ ଆଉ ଗୋଟେ ଘର ଯୋଉଟାକି ଗୋଟେ ଆଜବେଷ୍ଟସ୍ ସେଡ୍ ପରି ଗୋଟେ ଟିକେ ଭଲ କଣ୍ଡିସନରେ ନାହିଁ ସେଭଳିଆ ଅବସ୍ଥାରେ ତାଙ୍କୁ ରହିବାକୁ ଦେଇଥିଲେ ଏବଂ ତାଙ୍କୁ ସେ ନେଗ୍ଲେକ୍ଟ କରୁଥିଲେ। ଜମିବାଡ଼ି ସବୁ ତାଙ୍କ ନାଁରେ ନ କରିକି ତାଙ୍କ ବାପା ଯିଏ ତାଙ୍କର ସାନ ପୁଅ ନାଁରେ ସବୁ କରିଦେଇଥିଲେ। ସୋ ଏଇ କଥାକୁ ନେଇକରି ତାଙ୍କ ଭିତରେ ଆଗରୁ ବିବାଦ ଥିଲା। ସୋ ଆପାତତଃ ଏହା ହିଁ କାରଣ ଯୋଉଥିପାଇଁ କି ଉଭୟ ପକ୍ଷଙ୍କ ଭିତରେ ଅସନ୍ତୋଷ ଥିଲା। ସୋ ସେମାନେ ହେଉଛନ୍ତି ସୁରେନ୍ଦ୍ର ମାଠିଆ ଯିଏ ହେଉଛନ୍ତି ଇନଫର୍ମାଣ୍ଟଙ୍କର ଶ୍ୱଶୁର ଏବଂ ପ୍ରଶାନ୍ତ କୁମାର ମାଠିଆ ଏବଂ ପ୍ରଶାନ୍ତ କୁମାର ମାଠିଆ ହେଉଛନ୍ତି ତାଙ୍କର ସାନ ଭାଇ ସାବତ ଭାଇ ଯେ ଏବଂ ପ୍ରଭାତୀ ମାଠିଆ ସେ ହେଉଛନ୍ତି ତାଙ୍କର ସାବତ ମା। এই 3 ଜଣଙ୍କୁ ଆଜି ଆରେଷ୍ଟ କରାଯାଇଛି। ସେ ହତ୍ୟା ଅଭିଯୋଗ କରିଛନ୍ତି ଇନଫର୍ମାଣ୍ଟ ଯିଏ ବିଜୟଲକ୍ଷ୍ମୀ ବେହେରା ଯେ ତାଙ୍କୁ ଇଏ କଲେ ବୋଲି ଏବଂ ଯେ ଡିସିଜ୍ ସିଏ ମଧ୍ୟ ତାଙ୍କର ଡିକ୍ଲାରେସନରେ ମଧ୍ୟ ଏମାନଙ୍କର ନାଁ କହୁଛନ୍ତି ଏବଂ ସିଏ ତାଙ୍କୁ ପେଟ୍ରୋଲ ଢାଳିକିରି ମାରିଛନ୍ତି ତାଙ୍କ ଘରେ ବୋଲିକିରି ସେ ଅଭିଯୋଗ କରୁଛନ୍ତି। ଆଉ ପୋଷ୍ଟମର୍ଟମ ଚାଲୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ପୋଷ୍ଟମର୍ଟମ ରିପୋର୍ଟକୁ ବେସ୍ କରିକିରି ଏବଂ ଆମର ଇନଭେଷ୍ଟିଗେସନ ଯାହା ଆସିବ ତାକୁ ବେସ୍ କରିକି ପରବର୍ତ୍ତୀ ସମୟରେ ଷ୍ଟେପ୍ ନିଆଯିବ। କିନ୍ତୁ ବର୍ତ୍ତମାନ ପାଇଁ ତ ପ୍ରାଇମା ଫେସାଇ ଯାହା ଲାଗୁଛି ସେଟା ହେଉଛି ମର୍ଡର ବୋଲିକି ଲାଗୁଛି ବର୍ତ୍ତମାନ ପର୍ଯ୍ୟନ୍ତ। ବଟ୍ ସବସିକ୍ୱେଣ୍ଟଲି ତାପରେ ପିଏମ୍ ରିପୋର୍ଟ ଆସିଲା ପରେ ଆଉ ଯାହା ଡିଟେଲ୍ସ ଜଣାପଡ଼ିବ। ପାତର ଅନ୍ତର କରୁଥିଲେ ସମ୍ପତ୍ତି ବାଡ଼ି ସବୁ ତାଙ୍କର ସାନ ପୁଅ ନାଁରେ ସାବତ ଭାଇ ନାଁରେ ସବୁ କରିଦେଇଥିଲେ ଏବଂ ତାଙ୍କୁ ନେଗ୍ଲେକ୍ଟ କରୁଥିଲେ। ତାଙ୍କୁ ଗୋଟେ ଘର ପାଖରେ ଆଉ ଗୋଟେ ଘର ଯୋଉଟାକି ଗୋଟେ ଆଜବେଷ୍ଟସ୍ ସେଡ୍ ପରି ଗୋଟେ ଟିକେ ଭଲ କଣ୍ଡିସନରେ ନାହିଁ ସେଭଳିଆ ଅବସ୍ଥାରେ ତାଙ୍କୁ ରହିବାକୁ ଦେଇଥିଲେ ଏବଂ ତାଙ୍କୁ ସେ ନେଗ୍ଲେକ୍ଟ କରୁଥିଲେ। ଜମିବାଡ଼ି ସବୁ ତାଙ୍କ ନାଁରେ ନ କରିକି ତାଙ୍କ ବାପା ଯିଏ ତାଙ୍କର ସାନ ପୁଅ ନାଁରେ ସବୁ କରିଦେଇଥିଲେ। ସୋ ଏଇ କଥାକୁ ନେଇକରି ତାଙ୍କ ଭିତରେ ଆଗରୁ ବିବାଦ ଥିଲା। ସୋ ଆପାତତଃ ଏହା ହିଁ କାରଣ ଯୋଉଥିପାଇଁ କି ଉଭୟ ପକ୍ଷଙ୍କ ଭିତରେ ଅସନ୍ତୋଷ ଥିଲା। ସୋ